ନମସ୍କାର ବନ୍ଧୁମାନେ ଏପ୍ରିଲ ମାସ ଆରମ୍ଭ ହୋଇସାରିଛି। ଏହା ସହିତ କିଛି ରାଶିରେ ଅତ୍ୟନ୍ତ ଶୁଭ ସମୟ ବି ଆରମ୍ଭ ହୋଇଛି। ଏପ୍ରିଲ 1 ତାରିଖରୁ ମେ ଶେଷ ପର୍ଯ୍ୟନ୍ତ ଗ୍ରହଙ୍କର ଗୋଚର ବଦଳାଇବ ଭାଗ୍ୟ। ସମୟ ସମୟରେ ଗ୍ରହଙ୍କର ରାଶି ପରିବର୍ତ୍ତନ ଜୀବନରେ ପ୍ରଭାବ ପକାଇଥାଏ। 12ଟି ଯାକ ରାଶିରେ ଦେଖିବାକୁ ମିଳିଥାଏ ପ୍ରଭାବ। ଆସନ୍ତାକାଲିଠାରୁ ଚନ୍ଦ୍ରଦେବ ଏବଂ ଶୁକ୍ର ଗ୍ରହ ନକ୍ଷତ୍ର ଗୋଚର ହେବ। ପଞ୍ଚାଙ୍ଗ ଅନୁଯାୟୀ ଏପ୍ରିଲ 4 ତାରିଖ ଦିନ 12:41 ଚନ୍ଦ୍ରଦେବ ସ୍ୱାତି ନକ୍ଷତ୍ର ପ୍ରବେଶ କରିବାକୁ ଯାଉଛନ୍ତି, ଯାହାକି କିଛି ରାଶିଙ୍କ ପାଇଁ ଆସନ୍ତା ମେ ମାସ ଶେଷ ଯାଏ ଅତ୍ୟନ୍ତ ଶୁଭ ଫଳ ଦେଖିବାକୁ ମିଳିବ। ସେହିଭଳି ଶୁକ୍ରଦେବ ଆସନ୍ତାକାଲି ଆର୍ଦ୍ର ନକ୍ଷତ୍ରରେ 3:51 ଗୋଚର କରିବେ, ଯାହାକି ଅନେକ ରାଶିରେ ଶୁଭ ଫଳ ଦେବ। ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଏକ ମାସ ଧରି ଏସବୁ ରାଶିରେ ବେଶ୍ ଶୁଭ ରହିଛି। ପ୍ରଥମ ରାଶି ହେଉଛି ମେଷ ରାଶି। ମେଷ ରାଶିର ବ୍ୟକ୍ତି ପାଇଁ ଅତ୍ୟନ୍ତ ଶୁଭ ଫଳ ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ମଧ୍ୟ ଉନ୍ନତି ହେବ। ଏହା ଅବଧି ମଧ୍ୟରେ ଆପଣଙ୍କୁ ଦେଶ ତଥା ବିଦେଶ ମଧ୍ୟରେ ଯାତ୍ରା କରିବାର ସମ୍ଭାବନା ରହିଛି। ସମାଜରେ ସମୃଦ୍ଧି ଏବଂ ସମ୍ମାନ ଲାଭ କରିବେ। ଯେଉଁମାନେ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। ତୁଳା ରାଶି। ତୁଳା ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛି। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ଏବଂ ଯେଉଁମାନେ ବିବାହ ପାଇଁ ଉପଯୁକ୍ତ ସାଥୀ ଖୋଜୁଥିଲେ, ସେମାନେ ମଧ୍ୟ ନୂତନ ଏବଂ ଭଲ ପ୍ରସ୍ତାବ ପାଇପାରିବେ। ଅପ୍ରତ୍ୟାଶିତ ଭାବରେ ଟଙ୍କା ଲାଭ ହେବ। ପିଲାମାନଙ୍କ ସହିତ ଜଡ଼ିତ ଭଲ ଖବର ମଧ୍ୟ ପାଇପାରନ୍ତି, ଯାହା ଆପଣଙ୍କ ମନକୁ ଖୁସି କରିବ। ଶିକ୍ଷା କ୍ଷେତ୍ରରେ ମଧ୍ୟ ଉନ୍ନତି ପ୍ରଗତି କରିବେ। ଆପଣଙ୍କର ଯାହା ବି ମନସ୍କାମନା ଥିଲା, ସେସବୁ ଏହି ଏପ୍ରିଲ ମାସରୁ ମେ ମାସ ଭିତରେ ଆପଣଙ୍କର ମନସ୍କାମନା ସମସ୍ତ ପୂରଣ ହୋଇପାରେ। ଆପଣଙ୍କର ଧାର୍ମିକ ସ୍ଥାନ ମଧ୍ୟ ଯିବାର ଯୋଗ ରହିଅଛି। ସିଂହ ରାଶି। ନକ୍ଷତ୍ର ପରିବର୍ତ୍ତନ ହେତୁ ଏହି ରାଶିର ବ୍ୟକ୍ତି ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଏହି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ବିଶେଷ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଆପଣ ମଧ୍ୟ ଲାଭ ପାଇବେ। ଆୟର ନୂତନ ଉତ୍ସ ମଧ୍ୟ ମିଳିପାରିବ, ଯାହା ଆର୍ଥିକ ସ୍ଥିତିକୁ ଆହୁରି ଦୃଢ଼ କରିବ। ଘରକୁ ଅତିଥି ଆସିପାରନ୍ତି, ଯାହା ପରିବାରରେ ଖୁସିର ବାତାବରଣ ସୃଷ୍ଟି କରିବ। ସେୟାର ବଜାରରେ ନିବେଶ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟ ବହୁତ ଭଲ ସମୟ। ଆପଣଙ୍କୁ ଭାଗ୍ୟ ଆପଣଙ୍କ ପୂର୍ଣ୍ଣ ମାତ୍ରାରେ ସାଥ ଦେବ। ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖିବାକୁ ମିଳିପାରେ। ଆପଣଙ୍କର କିଛି ପଇସା ମଧ୍ୟ ଏହି ଏପ୍ରିଲ ମାସରେ ସଞ୍ଚୟ କରିବାକୁ ଚିନ୍ତା କରିପାରନ୍ତି। ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ଆପଣଙ୍କର ସମାଜରେ ମାନ ସମ୍ମାନ ଏବଂ ଲୋକପ୍ରିୟତା ବଢ଼ିପାରେ, କିମ୍ବା ଆପଣଙ୍କୁ ନୂତନ ଚାକିରିର ଅଫର ମଧ୍ୟ ଆସିପାରେ। ଆପଣ ଯଦି ଆଗରୁ କେଉଁଠି ଜବ୍ କରୁଛନ୍ତି, ତାହେଲେ ଆପଣଙ୍କର ପ୍ରମୋସନର ମଧ୍ୟ ଯୋଗ ରହିଅଛି। ଆପଣ ଯାହା ବି ଚାହୁଁଛନ୍ତି, ଆପଣ ସେସବୁ ପୂର୍ଣ୍ଣ ମାତ୍ରାରେ ହାସଲ କରିପାରିବେ। ଆପଣଙ୍କୁ ଭାଗ୍ୟ ପୂର୍ଣ୍ଣ ମାତ୍ରାରେ ସାଥ ଦେଇପାରେ। ଋଣ କରଜରୁ ଆପଣ ମୁକ୍ତି ପାଇପାରନ୍ତି। କନ୍ୟା ରାଶି। ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଫଳରେ କନ୍ୟା ରାଶିର ଚମତ୍କାର ଘଟିବାକୁ ଯାଉଛି। ବ୍ୟବସାୟ ଦୃଷ୍ଟି ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟରେ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତ କରି ଏବଂ ସୁଖ ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ରହିଅଛି। ଶିକ୍ଷା କ୍ଷେତ୍ରରେ ଆପଣ ଉନ୍ନତି ପ୍ରଗତି କରିପାରନ୍ତି। ଆପଣ ଶିକ୍ଷା କରିବାକୁ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ଆପଣଙ୍କୁ ଋଣ କରଜ
ଶୁଝିବାରେ ଆପଣ ସକ୍ଷମ ହୋଇପାରନ୍ତି ଏବଂ ଆପଣ ଯେଉଁ କ୍ଷେତ୍ରରେ ବି ଆପଣ ହାତ ଦେବେ ସେ କ୍ଷେତ୍ରରେ ଆପଣ ଅବଶ୍ୟ ସଫଳ ହେବେ। କୁମ୍ଭ ରାଶି, ଏହି ରାଶିରେ ଆକସ୍ମିକ ଧନ ଲାଭ ହେବ। ବାକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପାରିବାରିକ ଜୀବନ ସୁଖମୟ ହେବ। ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ମାତ୍ରାରେ ବଦଳିଯିବ। ତା ସହିତ ଆର୍ଥିକ ଅଭିବୃଦ୍ଧି ମଧ୍ୟ ଘଟିବାକୁ ଯାଉଛି। ଚାକିରି ବ୍ୟବସାୟରେ ମାନ ସମ୍ମାନ ପ୍ରାପ୍ତି ହେବ କିମ୍ବା ପ୍ରମୋସନ୍ ମିଳିବାର ମଧ୍ୟ ସୁଯୋଗ ରହିଛି। ଗୃହସ୍ଥ ଜୀବନ ଆନନ୍ଦ ହେବ ଏବଂ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ବହୁତ ଭଲ ଲାଭ ମିଳିବ କିମ୍ବା ଆପଣ କୌଣସି ଏକ୍ଜାମ୍ ଦେଇଛନ୍ତି ତାହେଲେ ସେଥିରେ ଆପଣଙ୍କର ଭଲ ଫଳ ମିଳିପାରେ। ଆପଣଙ୍କର ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିପାରେ। ଆପଣ କୌଣସି ଧାର୍ମିକ ସ୍ଥାନକୁ ମଧ୍ୟ ଯାତ୍ରା କରିପାରନ୍ତି। ଶୁକ୍ର କଳା, ଭୋଗବିଳାସ ଓ ଆକର୍ଷଣର କାରକ ଭାବରେ ବିବେଚନା କରାଯାଏ। ଏପରି ପରିସ୍ଥିତିରେ ଯଦି ଶୁକ୍ର ଜଣେ ବ୍ୟକ୍ତିଙ୍କ ରାଶି ଫଳରେ ଶୁଭ ସ୍ଥିତିରେ ଥାନ୍ତି ତାହେଲେ ତାଙ୍କଠାରେ କିଛି କଳା ଗୁଣ ରହିବା ଆବଶ୍ୟକ। ଏହା ସହିତ ତାଙ୍କର ପୁରା ଜୀବନ ଆରାମରେ ବିତିବ। ତ ବନ୍ଧୁମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ, ଜୟ ଶୁକ୍ରଦେବ ଅବଶ୍ୟ ଲେଖିଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ।